ଜଗନ୍ନାଥ। ଆଜି ଆମେ ସକାଳୁ ଉଠିକିରି ଆମର 3 ଜଣ ବାପା ମା ପୁଅ ପକ୍ଷୀମାନଙ୍କୁ ଆଜି ଖାଦ୍ୟ ଦେବୁ। ଆମର ସବୁଦିନ ଦିଆ ହୁଏ ପକ୍ଷୀମାନଙ୍କୁ ଖାଦ୍ୟ। ଏବେ ରୁଟି ଦିଆହେବ। ଧୀରେ ଧୀରେ ଆସିଲେ, ଧୀରେ ଧୀରେ ଏବେ ପାରାମାନେ ଆସିଲେ, କାଉମାନେ ବି ଆସିଲେ, ଖାଦ୍ୟ ଦିଆହେଉଛି। ଆଜି ବି ଖାଦ୍ୟ ତାଙ୍କର ରୁଟି। ବାবা ଆସ ରୁଟି ଦିଅ, ଦେଲ ଏମିତି ପକ୍ଷୀମାନଙ୍କୁ ଖାଦ୍ୟ ଦେଲେ ଭଲ। ଆମର ତ ଜାରି ରହିଛି, ସବୁବେଳେ ଖାଦ୍ୟ ଦିଆ ଚାଲିଛି। ସକାଳୁ ଏବେ ଉଠିବି, ତାକୁ ଖାଦ୍ୟ ଦେଇକି ପୁଣି ନିତ୍ୟ କାମ ସାରିକିରି ଦୋକାନକୁ ଯିବୁ। ଧୀରେ ଧୀରେ ପକ୍ଷୀମାନେ ବଢ଼ିଗଲେ। ମୋ ପୁଅ ବି ଆସିଲା, ପୁଅ ବି ଏବେ ଖାଦ୍ୟ କରୁଛି। ଗୋଟେ କହିଦେ, ନମସ୍କାର କହିଦେ, ଜୟ ଜଗନ୍ନାଥ କହିଦେ, ଜୟ ଜଗନ୍ନାଥ କହିଦେ, କହିଦେ ନମସ୍କାର। ପୁଅ କହୁଛି ଜୟ ଜଗନ୍ନାଥ। ମୋ ପୁଅର ଏଇଟା ହେଉଛି ନିତିଦିନିଆ କାମ। ସେ ସକାଳୁ ଉଠିବ ମାନେ କାହାକୁ ଖାଦ୍ୟ ଦେବାକୁ ଚାଲ। ଆମେ ଯିଏ ହେଲେ ଆମ ଘର ପରିବାର, ଯିଏ ହେଲେ ତାକୁ ଆଣିକିରି ଆସିବ। ସେ ଛିଡ଼ା ହେବ, ସିଏ ଖଣ୍ଡେ ଦେବ, ଆଉ ସବୁ ଆମର ଫ୍ୟାମିଲି ଦେବେ। ଆଉ ଯିଏ ହେଲେ ଫ୍ୟାମିଲି ଯିଏ ହେଲେ ଆସିବ। ଆଉ ସେଠୁ ଦୂର ପକଉନ, ଦୂର ବସି ଏତେ ଜୋର ପକେଇଲେ ସେ ପଳେଇବେ ପରା। ବହୁତି ତମେ ଆସ୍ତେ ଆସ୍ତେ ପକଉନ, ତମେ ପଳେଇବେ କାହିଁ, ଆସିବେ କାହିଁ, ତମେ ତ ଆସ୍ତେ ଆସ୍ତେ ପକେଇବ। ଛାଟିକି ବସିବ, ସେ ଡରିକି ପଳଉ। ତମେ ଆସ୍ତେ ଆସ୍ତେ ଖାଦ୍ୟ ଦିଆ ସରିଗଲା, ଏବେ ଖାଇବେ। ତାପରେ ଆମ କାମ ଏବେ ଟିକେ ଫ୍ରେସ୍ ଫ୍ରାସ୍ ହେଇ ଯିବୁ ବଜାରକୁ। ବାବୁ କଣ କହିବ? ନମ ନମ, ନମ ନମ। ତମେ ଖାଦ୍ୟ ଦେଇ ସାରିଲ? କଣ କରିବ ଏବେ? ଯିବୁ, ପୁଅ ଖାଇବ, ତାକୁ ଖୁଆଇବାକୁ ଦବୁ, ରୋଷେଇ ହବ। ରୋଷେଇ ଆଜି କଣ କରିବ? ରୁଟି ହବ। ମାନେ ରୁଟି ହବ କଣ କେତେବେଳେ? ଆମେ ଏବେ କଣ ଖାଇକି ଯିବୁ? ପୁରୀ ତରକାରୀ। ପୁରୀ ତରକାରୀ ମାର୍କେଟରୁ ଆସିବ। କଣ ପୁରୀ ତରକାରୀ କିଣା ହେଇକି ଆସିବ? କରିବନି, ଘରେ ବନାଅ।